हेलो हाँ हेलो। आपण अड़ंगा पंचायत एडीओ कहते आज्ञा आपण पंचायत रे मो उपकारी बगीचा आज्ञा केते जन खंडे पाइले किए कहूले मुझे जानी पारनी। हाँ मु कहूली बालिपदार कहूँ मो उपरे बगीचा मोर प्राय 19 टा अप्रूव होइतिला तो जहाँ दिया होची आ ସେମାନେ ସବୁ କରୁଛନ୍ତି। हाँ करूछन तो ଆମେ ତାରି ଉପରେ ଗୋଟେ ଟିକେ ଦେଖିଥାନ୍ତୁ କେମିତି କଣ ସବୁ ଫସଲ କରୁଛନ୍ତି ଟିକେ ଆପଣ ଯଦି କୋଉ କୋଉ ହିତାଧିକାରୀ କରିଛନ୍ତି ଫସଲ ନାଇଁ ନାଇଁ ମୁଁ କହିଲି ଦେଖନ୍ତୁ ଆପଣ ଯଦି ଏମିତି ସବୁ ଇଏ କରିବେ ମୋ ଉପରେ ବଗିଚା ତ ହଉଛି ଲୋକ ପାଉଛନ୍ତି ବେନିଫିଟ ଗୋଟେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଦଉଛି ଇଏଟା ସବୁ ଜିନିଷରେ ଆଉ କମ୍ୟୁନିଟି ପ୍ରୋଜେକ୍ଟରେ ଆପଣ ଇଏ କରିବେ ବଗିଚାରେ ନାଇଁ ନାଇଁ ମ୍ୟାଡାମ ଶୁଣନ୍ତୁ ଗୋଟେ ଜିନିଷ ହଉଛି ଯେତେବେଳେ ଗ୍ରାମାଞ୍ଚଳ ଯୋଉ ଦାରିଦ୍ର୍ୟ ସୀମାରେଖା ତଳେ ଯୋଉ ରହୁଛନ୍ତି ଲୋକମାନେ ଆଜ୍ଞା ନାଇଁ ନାଇଁ ମୁଁ ଆପଣଙ୍କୁ ଗୋଟେ କଥା ପଚାରିବି ଆପଣ ମତେ ସତ କହିବେ ଆପଣ ମାନେ ସାମ୍ବାଦିକ କରୁଛନ୍ତି ଠିକ ଅଛି ଆପଣଙ୍କୁ ଆମ ନାଉଗାଁରୁ ଜଣେ କହିକିରି କରାଉଛି ଏଇଟା କଣ ଠିକ କଥା ଆପଣ କୁହନ୍ତୁ। ଆପଣଙ୍କ ନାଉ ଗାଁରୁ କହ ଆପଣ ନାଉଗାଁ ବ୍ଲକରୁ ଆସିଛନ୍ତି କି? ନାଉଗାଁରୁ ମୁଁ ଆସିଛି ନାଉଗାଁରେ ସେ ଜଣେ ଆମ ବିରୁଦ୍ଧରେ ଲାଗିଛି ତ ନାଉଗାଁ ବ୍ଲକ ସାମ୍ବାଦିକ ସେ ଆପଣଙ୍କୁ ଯଦି କିଏ କହିଥିବ କିଏ କିଏ କହିଲେ ସେ ଲାଗିଛି କି? ଦେଖନ୍ତୁ ମୁଁ କହିବିନି ତାଙ୍କ ନାଁ କାରଣ ନାଇଁ କହିଲେ ଖରାପ ଶୁଣନ୍ତୁ କଥା। ମ୍ୟାଡାମ ଶୁଣନ୍ତୁ ଆପଣ ତ ମୋ ବିଷୟରେ ଜାଣିନାହାନ୍ତି କି ମତେ ବି ଦେଖି ନାହାନ୍ତି। ନାଇଁ ନାଇଁ ମୁଁ ଆପଣଙ୍କ ବିଷୟରେ ହଁ ଜାଣିନି ଦେଖିନି କିନ୍ତୁ ଆପଣ ଚିନ୍ତା କରନ୍ତୁ ଗଭର୍ଣ୍ଣମେଣ୍ଟ ହଁ ଯୋଉ ପ୍ରେସର ହଉଛି ଆମେ ଯଦି ବଗିଚା କରୁଛୁ ଲୋକ ବେନିଫିଟ ପାଉଛନ୍ତି ଆମେ କଣ ତାଙ୍କୁ ଗୋଟେ ପଇସା ଆଣୁଛୁ ନା ତାଙ୍କୁ ଗୋଟେ କିଛି ଇଏ କରୁଛୁ କି ହୁଁ ବୁଝିପାରିଲେ ହୁଁ ତାଙ୍କୁ ଗୋଟେ ସହାୟତା ଦଉଛି ଆପଣଙ୍କ ଏରିଆ ଲୋକ ସେ ଆମେ ବରଂ ବାହାର ଲୋକ ବୁଝିପାରିଲେ ହୁଁ ଆଉ ଆପଣଙ୍କୁ ଯଦି କିଏ କହିଥିବ ମୋ ବିଷୟରେ ମତେ ଖାଲି କୁହନ୍ତୁ କଣ ମୁଁ ଜାଣିବା ପାଇଁ ଚାହୁଁଛି। ନାଇଁ ଆପଣ ଯୋଉ କହୁଛନ୍ତି ଜଣେ କି ଆପଣଙ୍କ ବିଷୟରେ ମତେ କେହି କହିନାହାନ୍ତି ହେଲା କି ଆଜ୍ଞା ତେଣୁକରି ଆପଣ ଅଢଙ୍ଗା ମତେ ପର୍ଟିକୁଲାର ପଚାରିଲେ ତ ମୁଁ କହିଲି ଅଲଗା ବି ବାଲିକୁଦାରେ ସମସ୍ତେ କରୁଛନ୍ତି ଉପକାରୀ ଅଢଙ୍ଗାରେ ବଗିଚା କିଏ ଅଭିଯୋଗ କରୁଛନ୍ତି? ନାଇଁ ଅଭିଯୋଗ ତ ହଉଛି ଶୁଣନ୍ତୁ ଅଭିଯୋଗ ମୁଁ ମାନେ ହଉଛି ଆପଣଙ୍କୁ କଣ କହିବି ମୁଁ ଜାଣିପାରୁନି ହଁ ଆପଣ ଟିକେ ରିଲାକ୍ସେସନ କରନ୍ତୁ ବଗିଚା ଉପରେ ନାଇଁ ନାଇଁ ବୁଝିପାରିଲେ। ଶୁଣନ୍ତୁ ଗୋଟେ ଜିନିଷ ହଉଛି ସରକାରଙ୍କର ଯୋଉ ଯୋଜନା ରହିଛି ଆଜ୍ଞା ସରକାରଙ୍କର ଯୋଉ ଯୋଜନା ରହିଛି ଯୋଜନା ଟା ସଫଳ ହବା ଦରକାର ସଫଳ ହବା ଦରକାର 100% ଯଦି ସଫଳ ନହଏ 80% ତ ସଫଳ ହବ ଯଦି ଗୋଟେ ଲୋକ ବିନା ଟୋଟାଲ ପରିବା ଧୀରେ ଚାଷ ନେଇଯିବ କରିନଥିବ ଟୋଟାଲ ପରିବା ଚାଷ ନ କରିକି ଯଦି ସରକାରଙ୍କ ପ୍ରୋତ୍ସାହନ ରାଶି ନବ କେମିତି ହବ ଯଦି ଏଠି ମୋ ଉପକାରୀ ବଗିଚା ଯଦି ସଫଳ ହବନି ଏଠି ମୋ ଉପକାରୀ ବଗିଚା ଟଙ୍କା ଯଦି ଲୁଟ ହବ କେମିତି ହବ? ଲୁଟ ହବ ଶୁଣନ୍ତୁ ଲୁଟ କହିଲେ ମୁଁ ଆପଣଙ୍କୁ ଗୋଟେ କଥା କହିବି ହୁଁ ଲୁଟ କହିଲେ ସେଇଟାକୁ ମୁଁ ମାନେ ସ୍ୱୀକାର କରିପାରିବିନି ତାହେଲେ ଟଙ୍କା ଏଇଥିପାଇଁ ଯାଉଛି କୁଆଡେ ମ୍ୟାଡାମ ନାଇଁ ଯଦି ନାଇଁ ଫସଲ ଟଙ୍କା ନ ହଉଛି ବେନିଫିସରି ନଉଛି ସେଇ ସାରଦା କେମିତି ଜେନା ଆପଣ ସାରଙ୍କ ହଁ ନିର୍ବାଚନ ମଣ୍ଡଳ ଲୋକ ପାଉଛନ୍ତି ସେ ଅଢଗା ପଞ୍ଚାୟତ ବାଲିକୁଦା ବ୍ଲକ ର ନିର୍ବାଚନ ସାରଦା ନାଇକଙ୍କ ନିର୍ବାଚନ ନାଉଗାଁ ନିର୍ବାଚନ ମଣ୍ଡଳୀ ସେ ନୁହେଁ ଆଉ ସିଏ ତାଙ୍କର ବି କିଛି ନା କିଛି ସମସ୍ତେ ଲୋକ ଭାବିବେ ଯେ ଆମ ଏମଏଲଏ ବି ଦେଲେ କି କିଏ ବି ଦେଲେ କି ଆମେ ତାଙ୍କୁ ଯେହେତୁ ସେ ଗୋଟେ ନିର୍ବାଚନ ପ୍ରତିନିଧି ହେଇଗଲାଣି ସେ କୋଉ ଦଳ ନୁହଁ ସେ ମାନେ ସର୍ବ ଦଳର ହୁଁ ଏମଏଲଏ ହୁଁ ଆମେ ତାଙ୍କୁ ଯେତିକି ରେସପେକ୍ଟ ଦବୁ ତାଙ୍କର ସବୁ ଲୋକ ବି ଅଡଙ୍ଗାର ସବୁ ଲୋକ ତାଙ୍କ ପ୍ରତି ରହିବ ଗୋଟେ ରେସପେକ୍ଟ ରହିବ କାରଣ ଯେହେତୁ ହୁଁ ସେ ତାଙ୍କ ଏମଏଲଏ ଆମ ତା ଲୋକ ମାନେ ତାଙ୍କ ଦ୍ଵାରା ଫସଲ କରିବେନି ଲୋକ ନାଇଁ ଫସଲ ନାଇଁ ମୁଁ କରିବେନି ପଇସା ଦେଇଦେବେ ଆପଣ ଆଉ ଶୁଣନ୍ତୁ ଭାଇ ଶୁଣନ୍ତୁ ଆପଣ ସେମିତି ମତେ କୁହନ୍ତୁନି ଫସଲ କରିଛନ୍ତି ଆପଣ ଟିକେ ରିଲାକ୍ସେସନ କରନ୍ତୁ ମୁଁ କହୁଛି। ଭଲ କଥା ଯଦି ଫସଲ କରିଛନ୍ତି ମ୍ୟାଡାମ ଫସଲ ଭଲ କଥା ଏ ଜିନିଷ ଟା ଟିକେ ଆମେ ଟିକେ ଦେଖିବାକୁ ଚାହୁଁଛୁ ନାଇଁ ନାଇଁ ଗୋଟେ ଆପଣ ମହିଳା ମତେ ଶୁଣନ୍ତୁ ଆପଣ କରିବେ ଯେ ଦେଖିବେ ଯେ କିନ୍ତୁ ସବୁ ଜିନିଷ ଟିକେ ରିଲାକ୍ସେସନ କରନ୍ତୁ ହେଲା କି ହ୍ୟାଲୋ ନା ୟା ପରେ ତ ଆମେ ଦେଖିବୁ ଯେ ସରକାରଙ୍କ ଯୋଜନା ଟା କେତେ ସଫଳ ହଉଛି ଜଣେ ମହିଳା କିଭଳି ଫସଲ ଚାଷ କରିକିରି ପରିବାର ଗୁଜୁରାଣ ମେଣ୍ଟେଇ ପାରୁଛି ଫସଲ ଚାଷ କରିପାରୁଛି ଶୁଣନ୍ତୁ ଗୋଟେ ଭଲ ଜିନିଷ ଆପଣ ତ ନିଜେ ଜାଣିଥିବେ ଯେହେତୁ ଆପଣ ଗୋଟେ ସାମ୍ବାଦିକ ବୃତ୍ତି ଆପଣ କରିଛନ୍ତି ଆପଣ ହୁଁ ଜାଣିଥିବେ ହୁଁ କିନ୍ତୁ ଆପଣ ଗଭର୍ଣ୍ଣମେଣ୍ଟର ଯୋଉ ଗାଇଡ ଲାଇନ ଅଛି ଯୋଉ ହୁଁ 4ଟା ଗଛ ଲାଗିବ ଇଏ ଗଛ ଲାଗିବ ସେ ହୁଁ ଗଛ ଲାଗିବ ଗୋଟେ ଲୋକ ଆପଣ ନିଜେ କୁହନ୍ତୁ ହୁଁ ଗୋଟେ ଗ୍ରାମାଞ୍ଚଳ ଲୋକ 52-26 ରେ ସେ ହୁଁ ଯଦି ଖାଲି ଗଭର୍ଣ୍ଣମେଣ୍ଟ ର ଗାଇଡ ଲାଇନ ଅନୁସାରେ କରେ ସେ ତା ପରିବାର ପ୍ରତିପୋଷଣ କରିପାରିବନି ଆପଣ ନ୍ୟୁଟ୍ରିସନ ଫୁଡ ସେ ଖାଇପାରିବନି ଆପଣ ବର୍ଷା ହେଲା ସେ ଶାଗ ଲଗେଇଲା ଶାଗଟା ବୋହିଯିବ କିନ୍ତୁ ଯଦି ସେ ବାଇଗଣ କି ଭେଣ୍ଡି ଖାଲି ଲଗେଇଦେଲା ହୁଁ ସେ ତା ପରିବାର ପ୍ରତିପୋଷଣ କରିପାରିବ ହୁଁ ଆପଣ କୁହନ୍ତୁ ଯଦି ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଗଲେ ସେ କରିପାରିବନି କିନ୍ତୁ ଯଦି ହୁଁ ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ବାହାରେ ତା ନିଜର କିଛି ଫସଲ କଲା ସେ ହୁଁ ସେଥିରେ କାମ କରୁଛି ଆପଣ ଯୋଉ ଶାଗ ଲଗେଇବ ବାଇଗଣ 4ଟା ଲଗେଇବ ନଡିଆ ଯୋଉ କଦଳୀ ଗଛ 2ଟା ଲଗେଇବ ଇଏ ହୁଁ ସେଟା ଗଭର୍ଣ୍ଣମେଣ୍ଟ ଗାଇଡଲାଇନ ଠିକ ଅଛି କିନ୍ତୁ ଲୋକ ତାକୁ ଇମ୍ପ୍ଲିମେଣ୍ଟ କରିବାଟା ହୁଁ ଆମେ କହିବା କାର୍ଯ୍ୟରେ କରିବା ଭିତରେ ବହୁତ ଫରକ ଅଛି ହୁଁ ସେଥିପାଇଁ ଆପଣ ଟିକେ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଆପଣ ଟିକେ ରିଲାକ୍ସେସନ କରନ୍ତୁ ଆଉ ଆପଣଙ୍କ ଏରିଆ ଲୋକ ପାଉଛନ୍ତି ଆପଣ ଟିକେ ରିଲାକ୍ସେସନ କରନ୍ତୁ। ପିଢି କହିଛନ୍ତି ଆପଣଙ୍କୁ ଏହା କରିବା ପାଇଁ ନାଇଁ ପିଡି ଆମକୁ କହିବେ କଣ ଏଇଆ କରିବା ପାଇଁ ମୁଁ କହୁଛି ଗଭର୍ଣ୍ଣମେଣ୍ଟ କଣ କେବେ କହିବ କି ଆପଣ କଣ ଏ କଥା କେବେ କହିବେ ହୁଁ ଶୁଣନ୍ତୁ କହିବେ କି ହୁଁ କିନ୍ତୁ ଆପଣ ମୁଁ କହିଲି ବା ସବୁ ଗୋଟେ ମାନେ ଆପଣ ରାସ୍ତା ବି ଦେଖୁଥିବେ ରାସ୍ତାରେ ହୁଁ ଏତିକି ସିମେଣ୍ଟ ଏତିକି ବାଲି ଦରକାର କିନ୍ତୁ କଣ ସେତିକି ହେଇପାରୁଛି କି ଆମ ରାସ୍ତା କାହିଁ ଗୋଟେ ହୁଁ ଦିନରେ ଫାଟୁଛି ହୁଁ ସବୁ ଜିନିଷ ଆପଣ ଟିକେ ରିଲାକ୍ସେସନ କରନ୍ତୁ ଆଉ ଟିକେ ସହୃଦୟ ସହିତ ବିଚାର କରନ୍ତୁ ଯେ କୋଉଟା ମୁଁ ଯାହା କହୁଛି
ହଉ ହଉ ହେଲା କି ଆପଣ ନ୍ୟୁଜ କରିବେନି ପ୍ଲିଜ ଆପଣ ରିକ୍ୱେଷ୍ଟ କରୁଛି ମାନେ ନ୍ୟୁଜ ଆମେ ଶୁଣନ୍ତୁ ନ୍ୟୁଜ ନାହିଁ ଆମେ ଏଇଟା ଭଲ ନା ମୁଁ ହେଇଥାନ୍ତା ଭାଇଲ ମୁଁ ଯେତେବେଳେ ଆପଣ ଗୋଟେ ମାନେ କଣ ମୁଁ ଆପଣଙ୍କୁ ତ ମାନେ ଭଲସେ ଜାଣିନି ଇଏ କରିନି କିନ୍ତୁ ଆପଣ ଗୋଟେ ରିକ୍ୱେଷ୍ଟ କରୁଛି ଆପଣ ଟିକେ ରିଲାକ୍ସେସନ କରନ୍ତୁ ଆପଣ ନିଜେ ବି ଜାଣିଥିବେ ଯେ କେମିତି ପ୍ରୋବ୍ଲେମ କେମିତି ଫେସ୍ ହଉଛି କେମିତି କଣ ହଉଛି ହେଲା। ହଉ।